ଯେ ଯେତେବେଳେ ବର୍ଷା ଋତୁ ଆସିଛି ସେତେବେଳେ ପ୍ରଥମେ ପ୍ରବଳ ବତାସ ଏବଂ ବହୁତ ଆକାଶରେ ଦେଖାଯାଏ। ତାପରେ ବିଦ୍ୟୁତ ଆସିଲା ପରେ ତାପରେ ପ୍ରଚଣ୍ଡ ଭାବରେ ବୃଷ୍ଟିପାତ ଆରମ୍ଭ ହୁଏ ଘଡ଼ଘଡ଼ି ସହ। ଏବଂ ଏହି ବୃଷ୍ଟିପାତକୁ ଶ୍ରୀଲ ପ୍ରଭୁପାଦ ମହାରାଜ ବର୍ଣ୍ଣନା କରିଛନ୍ତି। ଉଦାରଚିତ୍ତ ବ୍ୟକ୍ତି ବା ଧନୀ ବ୍ୟକ୍ତି ସେ ବାଛ ବିଚାର ନ କରିକି ଧନ ଦାନ କରନ୍ତି। ତାଙ୍କର ଧନ କେତେ ଶେଷ ହେଇଯାଉଛି ସେସବୁ ବିଚାର ନ କରିକି ଧନ ଯେଉଁଭଳି ଭାବରେ ସେ ମୁକ୍ତ ହସ୍ତରେ ଦାନ କରନ୍ତି, ଠିକ୍ ସେଇଭଳି ମେଘମାନେ ତାଙ୍କର ଜଳଦାନ କରି ନିଶ୍ଚେଷ ହେଇଯାଆନ୍ତି, ତଥାପି ମଧ୍ୟ ଜଳଦାନରୁ ବିରତ ହୁଅନ୍ତି ନାହିଁ। ଏବଂ ବିଦ୍ୟୁତ୍ ସମ୍ପର୍କରେ କୁହାଯାଉଛି ଯେତେବେଳେ ବିଦ୍ୟୁତ୍ ଆଲୋକ ଆକାଶରେ ଦେଖାଦିଏ ସେତେବେଳେ ପ୍ରକୃତ ପକ୍ଷେ ପ୍ରଭୁପାଦ ତାଙ୍କର ଭାବାର୍ଥ ପ୍ରକାଶ କରୁଛନ୍ତି ଏବଂ ଆଚାର୍ଯ୍ୟମାନେ ତାଙ୍କର ଭାବାର୍ଥ ବା ତାଙ୍କର ଯେଉଁ ଏକା ବର୍ଣ୍ଣନା କରୁଛନ୍ତି ଯେଭଳି ଭାବରେ ବିଦ୍ୟୁତଟା ଯେତେବେଳେ ଆକାଶରେ ଦେଖାଯାଉଛି ସେତେବେଳେ ପୃଥିବୀର ଯେଉଁମାନେ ଦୁର୍ଦ୍ଦଶାଗ୍ରସ୍ତ ବ୍ୟକ୍ତି ସେମାନଙ୍କୁ ନିରୀକ୍ଷଣ କରୁଛି ମେଘ। ପ୍ରକୃତରେ କେଉଁମାନେ ଦୁର୍ଦ୍ଦଶାଗ୍ରସ୍ତ ବ୍ୟକ୍ତି ଏବଂ ସେମାନଙ୍କ ନିକଟରେ କେମିତି ବର୍ଷା ହେବ। ସେଥିପାଇଁ ବିଦ୍ୟୁତଟା ଆଲୋକ ସଦୃଶ କାମ କରୁଛି ଏବଂ ଆଲୋକ ଯେତେବେଳେ ତଡ଼ି ବିଭାଗରେ ପ୍ରବାହିତ ହେଉଛି ସେତେବେଳେ ମେଘ ଦେଖିପାରୁଛି ଯେ ପ୍ରକୃତରେ କେଉଁଠି ଲୋକମାନେ ଚାହୁଁଛନ୍ତି ମେଘ ବା କେଉଁଠି ପ୍ରକୃତ ଦୁର୍ଦ୍ଦଶାଗ୍ରସ୍ତ ବ୍ୟକ୍ତି ଅଛନ୍ତି, ଯେଉଁଠି ମେଘର ଆବଶ୍ୟକତା ଅଛି, ବୃଷ୍ଟିର ଆବଶ୍ୟକତା ଅଛି, ସେହି ଦିଗକୁ ସେମାନେ ବୃଷ୍ଟି କରନ୍ତି। ଏବଂ ଏହି ପ୍ରକାର ଭାବରେ ମେଘ ପ୍ରକୃତ ପକ୍ଷେ ସିଏ ଚିନ୍ତା କରେ ନାହିଁ କେଉଁଠି ପ୍ରକୃତରେ ବୃଷ୍ଟିପାତ ହେବ। ଏପରିକି ଯେଉଁଠି ନ ଚାହିଁଲେ ମଧ୍ୟ ସେଠି ବୃଷ୍ଟିପାତ ହେଉଛି। ସାଗର ମଧ୍ୟରେ ବୃଷ୍ଟିପାତ ହେଉଛି, ପାହାଡ଼ ଉପରେ ବୃଷ୍ଟିପାତ ହେଉଛି, ପଥର ଉପରେ ବୃଷ୍ଟିପାତ ହେଉଛି ଏବଂ ସବୁ ସ୍ଥାନରେ ବୃଷ୍ଟିପାତ ହେଉଛି। ସେହିଭଳି ଭାବରେ ଯେ ଉଦାରଚିତ୍ତ ବ୍ୟକ୍ତି ସିଏ ଜ୍ଞାନ ଦାନ କରନ୍ତି, ଧନ ଦାନ କରନ୍ତି ଏବଂ ଦୟା ମଧ୍ୟ ପ୍ରଦାନ କରନ୍ତି। ସେ ଚିନ୍ତା କରନ୍ତି ନାହିଁ ଯେ ପ୍ରକୃତ ପକ୍ଷରେ ଏଇ ଯେଉଁ ବ୍ୟକ୍ତି ଏମାନଙ୍କୁ ଆମେ ଦୟା ପ୍ରଦାନ କରିବା ବା ଧନ ଦାନ କରିବା ବା ପ୍ରକୃତ ପକ୍ଷେ କରୁଣା ପ୍ରଦାନ କରିବା ଏଇଭଳି ବ୍ୟକ୍ତିଙ୍କୁ କରିବା, ଅନ୍ୟମାନଙ୍କୁ କରିବା ନାହିଁ, ସେମିତି କିଛି ନାହିଁ। ଦୟା ସମସ୍ତଙ୍କ ପ୍ରତି, ଜୀବେ ଦୟା ବୋଲି ଗୋଟେ ଅଛି ଶବ୍ଦ, ଜୀବ ପ୍ରତି ଦୟା ପ୍ରଦର୍ଶନ କରିବା। ଜୀବ ପ୍ରତି ଦୟା ପ୍ରଦର୍ଶନ କରିବା ସାଧାରଣତଃ ତିନି ପ୍ରକାର ଦୟା କଥା କୁହାଯାଇଛି। ଭକ୍ତି ବିନୋଦ ଠାକୁର ଜୀବେ ଦୟା ଉପରେ ତିନି ପ୍ରକାର ଦୟା କଥା କହିଛନ୍ତି। ଗୋଟେ ହେଉଛି ଶରୀର ସମ୍ବନ୍ଧୀ ଦୟା, ଗୋଟେ ହେଉଛି ମନ ସମ୍ବନ୍ଧୀ ଦୟା, ଆଉ ଗୋଟେ ହେଉଛି ଆତ୍ମ ସମ୍ବନ୍ଧୀ ଦୟା। ସାଧାରଣତଃ ଭାବରେ ଯେଉଁମାନେ ପରୋପକାର କରୁଛନ୍ତି, ବୁଭୁକ୍ଷୁ ଲୋକଙ୍କୁ ଖାଦ୍ୟ ପ୍ରଦାନ କରୁଛନ୍ତି, ରୋଗୀକୁ ତଥ୍ୟ ପ୍ରଦାନ କରୁଛନ୍ତି, ଅନ୍ୟକୁ ଚକ୍ଷୁଦାନ କରୁଛନ୍ତି ଏବଂ ଅସହାୟକୁ ସହାୟତା ପ୍ରଦାନ କରୁଛନ୍ତି, ତେଣୁ ଏସବୁ ହେଉଛି ଶରୀର ସମ୍ବନ୍ଧୀ ଦୟା। ଆଉ ସାଧାରଣତଃ ଏଇ ଯେଉଁ ଦୟାକୁ ଲୋକମାନେ ବହୁ ମାନନ କରନ୍ତି। ସମ୍ବାଦପତ୍ରରେ ସେମାନଙ୍କର ନାମ ପ୍ରଚାର ହୁଏ, ଲୋକମାନେ ବହୁତ ପ୍ରଶଂସା କରନ୍ତି, ଅର୍ଥ ମଧ୍ୟ ବହୁତ ଆସେ ସେମାନଙ୍କ ପାଖକୁ। କାରଣ ଏ ଲୋକ ପ୍ରକୃତ ପକ୍ଷେ ଦୟା ପ୍ରଦର୍ଶନ କରୁଛି, ଯେଉଁମାନଙ୍କର ଆବଶ୍ୟକତା ଅଛି ସେମାନଙ୍କୁ ଦୟା ଦେଖାଯାଉଛି। କିନ୍ତୁ ଏଗୁଡ଼ିକ ହେଉଛି କେବଳ ଲୋକ କେବଳ ଦେଖିବା ପାଇଁ, ଲୋକଙ୍କ ଦେଖିବା ପାଇଁ ଏସବୁ କାର୍ଯ୍ୟ କରାଯାଏ। କିନ୍ତୁ ପ୍ରକୃତ ପକ୍ଷେ ଏଇଟା ପ୍ରକୃତ ଦୟା ନୁହେଁ ବୋଲି ଭକ୍ତି ବିନୋଦ ଠାକୁର କହୁଛନ୍ତି। ଦୟା ପ୍ରକୃତ ପକ୍ଷେ ଦୟାକୁ ସେଠି କୁହାଯାଇଛି, ଯେଉଁ ମନ ସମ୍ବନ୍ଧୀ ଦୟା କଥା କୁହାଯାଇଛି ଯେ ଶିକ୍ଷକ ବିଦ୍ୟାଦାନ କରୁଛନ୍ତି, ଶିକ୍ଷକ ଯେଉଁ ବିଦ୍ୟାଦାନ କରୁଛନ୍ତି ଛାତ୍ରମାନଙ୍କୁ, ସେଇଟା ହେଉଛି ମନ ସମ୍ବନ୍ଧୀ ଦୟା। କିନ୍ତୁ ଆତ୍ମ ସମ୍ବନ୍ଧୀ ଦୟା ଯେଉଁଟାକି ପ୍ରକୃତ ପକ୍ଷେ ଜୀବ କାହିଁକି ଏ ଜଗତରେ କଷ୍ଟ କରୁଛି, ଜୀବ ଏଠି କାହିଁକି ପିତାପଦସ୍ଥ ଭୋଗ କରୁଛି, ଜୀବ ପ୍ରକୃତରେ ଏଠି ନ ଚାହୁଁଥିଲେ ମଧ୍ୟ କାହିଁକି ଦୁଃଖ ପ୍ରାପ୍ତ ହେଉଛି ଏବଂ ଜନ୍ମ ମୃତ୍ୟୁ ଦ୍ୱାରା ବ୍ୟାଧି ଏଇ ଯେଉଁ ଚାରିଟି ସମସ୍ୟା ମଧ୍ୟ କାହିଁକି ସେ ଆସୁଛି, ଏସବୁ କଥାକୁ ଅନୁଧ୍ୟାନ କରିକି ଯିଏ ଏଇ ଜନ୍ମ ମୃତ୍ୟୁ ଚକ୍ରରୁ ଉଦ୍ଧାର ପାଇଁ ଯେ ସର୍ବଦା ହିଁ ଚେଷ୍ଟା କରନ୍ତି, ସେଇମାନେ ହିଁ ପ୍ରକୃତରେ ଆତ୍ମ ସମ୍ବନ୍ଧୀ ଦୟା ପ୍ରଦର୍ଶନ କରନ୍ତି। ଯେମିତି ଆମର ଚୈତନ୍ୟ ମହାପ୍ରଭୁ ସେ ଆସିଲେ ଏବଂ ସେ ଆସିକି ହରିନାମ ସଂକୀର୍ତ୍ତନ ପ୍ରଚାର କଲେ, ନାମ ସଂକୀର୍ତ୍ତନ ପ୍ରଚାର କଲେ। କିନ୍ତୁ ସାଧାରଣ ଲୋକ ସେ ନାମ ସଂକୀର୍ତ୍ତନ ଉପରେ ବହୁତ ମନ୍ତବ୍ୟ ପ୍ରଦାନ କଲେ ଯେ ହରିନାମ ସଂକୀର୍ତ୍ତନ କରିବା ଦ୍ୱାରା କ'ଣ ଲାଭ ହେବ। ଯେତେବେଳେ ଲୋକମାନେ ଖାଇବାକୁ ପାଉନାହାନ୍ତି, ଯେତେବେଳେ ଲୋକମାନେ ଦୁଃଖରେ ଅଛନ୍ତି, ଯେତେବେଳେ ଲୋକମାନେ କଷ୍ଟ ପାଉଛନ୍ତି, ହରିନାମ ସଂକୀର୍ତ୍ତନ ଦ୍ୱାରା କରିବା ଦ୍ୱାରା କ'ଣ ଏଥିରେ ଦୁଃଖ ମୋଚନ ହେବ। ଯେମିତି ଭକ୍ତି ସିଦ୍ଧାନ୍ତ ସରସ୍ୱତୀଙ୍କ ସହିତ ପ୍ରଥମେ ଭେଟ ହେଲା ଆମର ପ୍ରଭୁପାଦ ଯିଏକି ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘର ପ୍ରତିଷ୍ଠାତା ଅଭୟଚରଣ ଦେ, ସେତେବେଳେ ତାଙ୍କର ନାମ ଥିଲା। ସେତେବେଳେ ତାଙ୍କ ସହିତ ସାକ୍ଷାତ ହେଲା। ସେତେବେଳେ ଭାରତ ପରାଧୀନ ଥିଲା, ଭାରତ ସେତେବେଳେ ବ୍ରିଟିଶ ଶାସନ ଅଧୀନରେ ଥିଲା ଏବଂ ସେତେବେଳେ ପ୍ରଭୁପାଦ ମହାରାଜ ମହାତ୍ମା ଗାନ୍ଧୀଙ୍କୁ ନିଜର ଆଦର୍ଶ ବୋଲି ମାନିଥିଲେ ଯେ ମହାତ୍ମା ଗାନ୍ଧୀ ହେଉଛନ୍ତି एकमात्र ବ୍ୟକ୍ତି ଯିଏକି ପ୍ରକୃତ ପକ୍ଷେ ଭାରତକୁ ସ୍ୱାଧୀନ କରିବା ପାଇଁ ଚେଷ୍ଟା କରୁଛନ୍ତି ଏବଂ
ତାଙ୍କର ଏକମାତ୍ର ବ୍ରତ ହେଉଛି କେମିତି ଭାରତ ପରାଧୀନତାର ଶୃଙ୍ଖଳରୁ ମୁକ୍ତ ହେବ। ଭାରତକୁ ପରାଧୀନ କରିକି 200 ବର୍ଷ ଧରି ବ୍ରିଟିଶ ଶାସନ କରୁଛନ୍ତି। ତେଣୁ ସେମାନଙ୍କ ଶାସନରୁ କେମିତି ଭାରତ ମୁକ୍ତ ହେବ, ଭାରତ ସ୍ୱାଧୀନ ହେବ, ସେଥିପାଇଁ ଏଇ ଯେଉଁ ଚିନ୍ତାଧାରା ଥିଲା ମହାତ୍ମା ଗାନ୍ଧୀଙ୍କର। ଏବଂ ମହାତ୍ମା ଗାନ୍ଧୀଙ୍କର ଜୀବନ ମଧ୍ୟ ଅତି ସରଳ ଏବଂ ନିରାଡମ୍ବର ଜୀବନ। ଆଣ୍ଠୁ ନ ଲୁଚୁଥିବା ଲୁଗା ପିନ୍ଧୁଥିଲେ, ଏପରିକି ସାର୍ଟ ମଧ୍ୟ ପିନ୍ଧୁନଥିଲେ, କେବଳ ଉତ୍ତରୀଟି ପକାଉଥିଲେ ଏବଂ ଖାଦ୍ୟ ମଧ୍ୟ ସେଇଭଳି ଭାବରେ ଅତି ସରଳ। ଆଉ ଫଳ ଇତ୍ୟାଦି ଖାଉଥିଲେ, କ୍ଷୀର ଛେଳି କ୍ଷୀର ପିଉଥିଲେ, ଗାଈ କ୍ଷୀର ପିଉନଥିଲେ, ଆଉ ମାଛ ମାଂସ ଆମିଷ ଭକ୍ଷଣ କଥା ଦୂରର କଥା। ତେଣୁ ଏହି ପ୍ରକାର ଭାବରେ ଏଇଭଳି ବ୍ୟକ୍ତିକୁ ପ୍ରଭୁପାଦ ମହାରାଜ ନିଜ ଜୀବନର ଆଦର୍ଶ ବୋଲି ଭାବିଥିଲେ। କହିଲେ ଏଇ ହେଉଛନ୍ତି ପ୍ରକୃତରେ ସାଧୁ, ଏଇମାନଙ୍କୁ ପ୍ରକୃତରେ ସାଧୁ କୁହାଯାଏ। ସାଧୁ ଖାଲି ବସ୍ତ୍ର ଧାରଣ କଲେ ଜଣେ ସାଧୁ ହେଇଯାଏ, କାହିଁକିନା ତାଙ୍କ ବାପା ଥିଲେ ବୈଷ୍ଣବ, ତାଙ୍କ ପିତା ବୈଷ୍ଣବ ଥିଲେ ଏବଂ ପିତାଙ୍କ ପାଖକୁ ମଧ୍ୟ ସବୁ ଆସନ୍ତି, ସାଧୁମାନେ ଆସନ୍ତି, ବୈଷ୍ଣବମାନେ ଆସନ୍ତି, ବୈଷ୍ଣବମାନେ ଆସନ୍ତି, ଆସିକି ତାଙ୍କ ବାପାଙ୍କ ସହିତ କଥାବାର୍ତ୍ତା କରନ୍ତି ଏବଂ ମୋଟା ଅଙ୍କର ଅର୍ଥ ନେଇକି ଚାଲିଯାଆନ୍ତି। ସେମାନେ ପ୍ରଭୁପାଦ ଭାବୁଥିଲେ ଯେ ଏମାନେ ସବୁ ଆସନ୍ତି କେବଳ ଦକ୍ଷିଣା ନେଇକି ଚାଲିଯାଆନ୍ତି, କିନ୍ତୁ ପ୍ରକୃତରେ ଏମାନଙ୍କର କାର୍ଯ୍ୟ କ'ଣ? ଯଦିଓ ସେ ବୈଷ୍ଣବ ପରିବାର ଜାତ ହେଇଥିଲେ, କିନ୍ତୁ ସାଧୁମାନଙ୍କ ପ୍ରତି ଯେଉଁମାନେ ଏଇ ସାଧୁ ବେଶ ଧାରଣ କରୁଛନ୍ତି ସେମାନଙ୍କ ପ୍ରତି ତାର ଟିକେ ଅଲଗା ପ୍ରକାର ମନୋଭାବ ଥିଲା। ତେଣୁ ସେଥିପାଇଁ ସାଧୁମାନଙ୍କୁ ଟିକେ ଘୃଣା ମନୋଭାବ ତାର ଥିଲା। ତେଣୁ ଯେତେବେଳେ ମହାତ୍ମା ଗାନ୍ଧୀଙ୍କୁ ଦେଖିଲେ ଯେ ଇଏ ଲୋକ ପ୍ରକୃତରେ ଦେଶର ସ୍ୱାର୍ଥ ପାଇଁ କାମ କରୁଛନ୍ତି, ଦେଶର ଲୋକମାନେ କିଭଳି ଭାବରେ ପରାଧୀନତା କେବଳ ମୁକ୍ତ ହେବେ, ଦେଶ ସ୍ୱାଧୀନ ହେବ, ସେଥିପାଇଁ ଚେଷ୍ଟା କରୁଛନ୍ତି ଏବଂ ତାଙ୍କର ଯେଉଁ ସରଳ ନିରାଡମ୍ବର ଜୀବନ, ଏତେ ପ୍ରକାର ତ୍ୟାଗ, ସ୍ୱାର୍ଥ ତ୍ୟାଗ କରିଛନ୍ତି, ଆଉ ଚାକିରି କଲେ ନାହିଁ, ଚାକିରିକି ତ୍ୟାଗ କଲେ, ବିଦେଶ ଗଲେ ନାହିଁ, ଏସବୁ ଦେଶ ପାଇଁ ଯେଉଁ ତ୍ୟାଗ କଲେ, ଇଏ ହେଉଛନ୍ତି ପ୍ରକୃତରେ ଜଣେ ମହାପୁରୁଷ, ଆଉ ଇଏ ହେଉଛନ୍ତି ମହାତ୍ମା, ଇଏ ହେଉଛନ୍ତି ସାଧୁ। ଏଇଭଳି ଚିନ୍ତାଧାରା ଥିଲା ପ୍ରଭୁପାଦ ମହାରାଜଙ୍କର। ଆଉ ଦେଶ ପାଇଁ ପ୍ରକୃତରେ ଏଇ କର୍ତ୍ତବ୍ୟ ପରାୟଣ ହେଇଛନ୍ତି ଏବଂ ଦେଶ ପାଇଁ ଏକ ସ୍ୱାର୍ଥ ତ୍ୟାଗ ସେ କରୁଛନ୍ତି। କିନ୍ତୁ ତାଙ୍କର ଜଣେ ବନ୍ଧୁ ତାଙ୍କୁ ନେଇଗଲେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କ ନିକଟକୁ, ଯେ ଆସନ୍ତୁ ଜଣେ ସାଧୁ ଆସିଛନ୍ତି। କହିଲେ ସାଧୁଙ୍କ ସହିତ ମୋର କିଛି ଆବଶ୍ୟକ ନାହିଁ, ମୁଁ ଜାଣିଛି ସାଧୁ କିଭଳି ଭାବରେ, ମୋ ବାପାଙ୍କ ପାଖକୁ ସାଧୁ ଆସନ୍ତି ମୁଁ ଜାଣିଛି, ତେଣୁ ସେମାନଙ୍କ ପାଖକୁ ଯିବାର ମୋର ଆବଶ୍ୟକ। କିନ୍ତୁ କୌଣସି କାରଣବଶତଃ ତାଙ୍କ ବନ୍ଧୁ ତାଙ୍କୁ ସେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କ ପାଖକୁ ତାଙ୍କୁ ନେଇଗଲେ ଏବଂ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ସେତେବେଳେ ତାଙ୍କର କେତେକ ଶିଷ୍ୟମାନଙ୍କ ସହିତ ଆଳାପ ଆଲୋଚନା କରୁଥିଲେ। ଏବଂ ଯେତେବେଳେ ପ୍ରଭୁପାଦ ମହାରାଜ ପହଞ୍ଚିଲେ, ଅଭୟଚରଣ ଦେଇ ସେତେବେଳେ ଯୁବକ ସେ ଯେତେବେଳେ ପହଞ୍ଚିଲେ, ସେତେବେଳେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ତାଙ୍କ ସହିତ କଥାବାର୍ତ୍ତା କଲେ ଏବଂ କଥାବାର୍ତ୍ତା କରି ଜାଣିପାରିଲେ ଯେ ସୁନ୍ଦର ଇଂରାଜୀ ମଧ୍ୟ ଜାଣିଛନ୍ତି, ଭଲ ଇଂରେଜୀ ମଧ୍ୟ କହୁଛନ୍ତି। ତେଣୁ ତାଙ୍କୁ ସେ ପ୍ରଥମ ସାକ୍ଷାତରେ ତାଙ୍କୁ କହିଲେ, ତୁମେ କାହିଁକି କୃଷ୍ଣ ଚେତନା ପାଶ୍ଚାତ୍ୟ ଜଗତରେ ପ୍ରଚାର କରୁଛ, ତୁମେ କାହିଁକି ବିଦେଶରେ କୃଷ୍ଣ ଚେତନା ପ୍ରଚାର କରୁଛ? ସେଠି ଅଭୟଚରଣ ଦେଇ ଉତ୍ତର ଦେଲେ ଯେ ଆପଣ এই ପ୍ରକାର କଥା କାହିଁକି କହୁଛନ୍ତି? ବର୍ତ୍ତମାନ ଆମର ଭାରତ ପରାଧୀନ ହେଇଛି, ଇଂରେଜ କବଳରେ ଅଛି, ଇଂରେଜ ଶାସନ କରୁଛି, ତେଣୁ ଆମର ବର୍ତ୍ତମାନ କର୍ତ୍ତବ୍ୟ ହେଉଛି ଭାରତକୁ ଇଂରେଜ କବଳରୁ ମୁକ୍ତ କରିବେ। ତେଣୁ ଆପଣଙ୍କର ବର୍ତ୍ତମାନ କୃଷ୍ଣ ଚେତନା ବା ହରିନାମ ସଂକୀର୍ତ୍ତନ କ'ଣ କାର୍ଯ୍ୟ କରିବେ? ବର୍ତ୍ତମାନ ହରିନାମ ସଂକୀର୍ତ୍ତନ କିଛି ଆବଶ୍ୟକତା ନାହିଁ। ଯେତେବେଳେ ଘରେ ନିଆଁ ଲାଗିଛି, ସମସ୍ତଙ୍କର କର୍ତ୍ତବ୍ୟ ହେଉଛି ପାଣି ଆଣିକି ଦେବା, ଘରେ ପାଣି ପକାଇବେ, ନିଆଁ ଲାଗିଛି ମାନେ ସମସ୍ତେ ଆଣିକି ପାଣି ପକାଇବା। ତାହେଲେ ସେଠି ନାମ କୀର୍ତ୍ତନ କଲେ କ'ଣ ପାଣି ଲିଭିଯିବ? ନାଇଁ, ନିଆଁ ଲିଭିଯିବ। ସେଠି ନିଆଁ ଲିଭିଯିବ, କ'ଣ ଉଚ୍ଚ ସ୍ୱରରେ କୀର୍ତ୍ତନ କଲେ, ସେଠି ଦରକାର ପାଣି ଦରକାର। ଠିକ୍ ସେଇଭଳି ଭାବରେ ବର୍ତ୍ତମାନ ଆମେ ଭାରତ ପରାଧୀନ, ଆମେ ବର୍ତ୍ତମାନ ପରାଧୀନତାର ଶୃଙ୍ଖଳ ଭିତରେ ଅଛୁ, ସେ ଶୃଙ୍ଖଳରୁ ମୁକ୍ତ ହେଲେ ଆମେ ହରିନାମ କୀର୍ତ୍ତନ କରିବା, ଯାହା କିଛି କରିବା, ବର୍ତ୍ତମାନ କିଛି ଆବଶ୍ୟକତା ନାହିଁ। କିନ୍ତୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ତାଙ୍କୁ ଏଭଳି ତାଙ୍କର ଉତ୍ତର ଦେଲେ, ଯେଉଁଥିରେ କି ପ୍ରଭୁପାଦଙ୍କର ଜୀବନର ଧାରା ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ ହୋଇଗଲା। ସେଠି ଭକ୍ତି ସିଦ୍ଧାନ୍ତ କହିଲେ ଯେ ପ୍ରକୃତରେ ପରାଧୀନ କାହାକୁ କୁହାଯାଏ, ସ୍ୱାଧୀନ କାହାକୁ କୁହାଯାଏ? ପରାଧୀନଟା କାହାକୁ କୁହାଯାଏ, ସ୍ୱାଧୀନ କାହାକୁ କୁହାଯାଏ? ପରାଧୀନ ମାନେ କ'ଣ? ପରାଧୀନ ମାନେ ଖାଲି କେବଳ ବ୍ରିଟିଶମାନଙ୍କ ଅଧୀନରେ ଆମେ ତାଙ୍କ ଅଧୀନରେ ଅଛୁ ମାନେ ଆମେ ପରାଧୀନ ଅଛୁ ବୋଲି ଭାବିବା ଉଚିତ ନୁହେଁ। ଆମେ ସବୁ କ୍ଷେତ୍ରରେ ପରାଧୀନ। ଯେତେବେଳେ ଆମେ ଘର ଭିତରେ ଅଛୁ, ଆମେ କାହା ଅଣ୍ଡରରେ କାମ କରୁଛୁ, ଆମ ପିତା ଆମର ମୁଖ୍ୟ ଅଛନ୍ତି। ସେଇଭଳି ଭାବରେ ଯେତେବେଳେ ଆମେ ଚାକିରି କରୁଛୁ, ଆମର ଉପରିସ୍ଥ କେହି ଜଣେ ଅଧିକାରୀ ଅଛନ୍ତି ବା ଅଫିସର କିଏ ଅଛନ୍ତି। ସେମିତି ଆମେ ଯେତେବେଳେ ବ୍ୟବସାୟ କରୁଛୁ, ଆମର ଉପରେ କିଏ ଆଉ ଜଣେ ବ୍ୟବସାୟୀ ଅଛନ୍ତି। ସେଇଭଳି ଭାବରେ ପ୍ରତ୍ୟେକ କ୍ଷେତ୍ରରେ ଆମର ଉପରେ କେହି ଜଣେ ଅଛନ୍ତି, ଆମକୁ ସେ କର୍ତ୍ତୃତ୍ୱ ସେ ଆମ ଉପରେ କର୍ତ୍ତୃତ୍ୱ ଜାରି କରୁଛନ୍ତି। ଠିକ୍ ସେଇଭଳି ଭାବରେ ଆମ ଶରୀରଟା ଯେମିତି, ଆମ ଇନ୍ଦ୍ରିୟମାନେ ମଧ୍ୟ ଆମର କର୍ତ୍ତୃତ୍ୱ ଭିତରେ ନାହାନ୍ତି, ସେମାନେ ସ୍ୱାଧୀନ, ସେମାନେ ନିଜ ଇଚ୍ଛା ଅନୁଯାୟୀ କାର୍ଯ୍ୟ କରୁଛନ୍ତି। ତେଣୁ ପ୍ରତ୍ୟେକ କ୍ଷେତ୍ରରେ ଆମେ ସବୁ କ୍ଷେତ୍ରରେ ଆମେ ପରାଧୀନ ଅଛୁ। ଭାରତ ବ୍ରିଟିଶ ଶାସନରୁ ମୁକ୍ତ ହେଇଯିବ ନା ଭାରତରୁ ବ୍ରିଟିଶ ଶାସନ ଚାଲିଯିବ ଆଉ ଭାରତ ମାନେ ସ୍ୱାଧୀନ ହେଇଯିବେ, ଇଏ ଗୋଟେ ଚିନ୍ତାଧାରାଟା ଠିକ୍ ଚିନ୍ତାଧାରା। କୃଷ୍ଣ ଚେତନା ଏଭଳି ଏକ ଶିକ୍ଷା ବା କୃଷ୍ଣ ଚେତନା ଏଭଳି ଏକ ବସ୍ତୁ ଯାହାକି କୌଣସି
काल बा समय को अपेक्षा करना ब्रिटिश मान शासन कर भारत को से शासन अवस्था आम जे कृष्ण चेतना ग्रहण नक कौन कथा ना कृष्ण चेतना नित्य एवं शाश्वत यहाँ शरीर संबंधी नुह यहाँ हूँ आत्म संबंधी तेणु जितेबाला आम कृष्ण चेतना ग्रहण करवा भगवान दिव्य नाम आश्रय नवा से ही प्रकृत पक्षे आम स्वाधीन हम अर्थात भगवान शरणापन्न है भगवान हूँ संपूर्ण स्वाधीन भगवान हूँ संपूर्ण स्वाधीन आम जो अधीन रहा से आम ही स्वाधीन हम आम इंद्रिय मान जो सेवा नियुक्त करवा आम प्रकृत पक्षे स्वाधीन हम ऋषिकेश बोली भगवान कहुए ऋषिक शब्दर अर्थ हूँ इंद्रिय इंद्रिय मान जो सेवा लगे से प्रकृत स्वाधीनता ही कहुए तेणु प्रकृत में भगवान शरणापन्न हेले स्वाधीनता ही कहुए आम ब्रिटिश माने आम देश चलचे किंतु से ब्रिटिश माने आमर देश में एभली भाव रक्त शिरा प्रशिरार रक्त से आम धाराटा को एमती भाव बिंची देते जोटा कि गला से समस्त मन भर से ब्रिटिश शासन चिंताधारा प्रतिफलित जमी बर्तमान सुधा भी लोक मैंने कथा कथा कि इंग्राजी भाषा करें से इंग्राजी भाषा आसी ब्रिटिश मान एवं पोशाक जो पैंट सार्ट कोट इत्यादि पिंधा जाऊँगी टाई पिंधा जाऊँगी ये सब कहार बेश ये सब कहार बेशवासी ये सब हूँ से ब्रिटिश भारतीय लोक मान पैंट सार्ट ना धोती लोक धोती पिंधा धोती कुर्ता ये सब पिंधा कथा किंतु से पैंट सार्ट पड़ते आ जो खाद्य बिलाती आलू बिलाती बैगण इत्यादि सब जिनस ये सब हूँ ब्रिटिश बिलाती मान विदेश से भाव में जो चा आम पीछे चाटा कौटू आस ब्रिटिश मान ही जो आसी शासन करने ईस्ट इंडिया कंपानी से चा लॉर्ड क्लाइव थे जो गवर्नर थे इंडिया ब्रिटिश शासन करते लॉर्ड क्लाइव ही चा आनी कलिकता तेणु कलिकतार चाटा को एभली भाव प्रथम से प्रचार कले बोले जो मैंने चा पीबे से मागणा तो चा दिज्व सहित 2 टंका पुरस्कार दिए जो चा पीले 2 टंका पुरस्कार दिज्व मागणा दिज्व चा तेणु लोक मैंने एक मागणार चा पीले 2 टंका पुरस्कार पाए 2 टंका पाए तेणु 2 टंकार मूल्य से बहुत बर्तमान 2 टंकार मूल्य भिखारी 2 टंका देखे से मुझे नेबी पैसा 2 टंका गोटे कौन कर जदि देवे तो 5 टंका 10 टंका 2 टंका कौन मूल्य अच्छे आजिकल टंकार मूल्य किंतु से 2 टंकार मूल्य बहुत था लोक मैंने 2 टंका पाइबा आशा चा पी तेणु चा पीक एभली भाव में भक्त हो गले आउ चा छाड़ार ना तेणु 2 टंका बंद कर दिया ना 2 टंका दिज्व ना मागणार चा पीबे मागणार चा पीबे तापर जो आहुरी किसी दिन गला ना चा पीबे 2 टंका तुम्हें दवा लोक मान तो निशाखोर निशाग्रस्त हो चा तो पी तेणु चाटा बर्तमान घरे घरे प्रति घरे सका उठू उठू बेड टी आवश्यकता उठला मैंने बिछणार दात न घसी चा पीले झाड़ा तेणु बर्तमान चार आम ये भाव में कृतदास से चाटा को आनी ब्रिटिश मैंने ये भाव में जो हिंदू मुसलमान भितर जो भेदभाव सृष्टि कले कि से ब्रिटिश मैंने सृष्टि कले भारत में स्वाधीन करदे कितु से भर कंडल सृष्टि हो हिंदू मान और मुसलमान भितर कंडल भारत जो दिन स्वाधीन है परदिन हिंदू मुसलमान भितर कलह से सब कथा आलोचना करें जो प्रकृत पक्षे यही जो कथा प्रभुपाद महाराज भक्ति सिद्धांत कहले से प्रभुपाद प्रकृत चिंता करें ना ये लोक साधारण कथा कहना ये साधारण साधु नुहति ये बहुत उच्चकोटर साधु तेणु ये मोर प्रकृत में मोर जीवन धारा परिवर्तन करे और यही आज गुरु रूप में स्वीकार करें से दिन महात्मा गांधी से आंदोलन को त्याग कर भक्ति सिद्धांतर ये कृष्ण चेतना आंदोलन जोग देवाई संकल्प ने एवं तापर भारत स्वाधीन है भारत स्वाधीन है महात्मा गांधी निकट को प्रभुपाद महाराज बहुत पत्र मत लिखिं जो बर्तमान तो भारत स्वाधीन हो गला तो किसी आप किसी दरकार ना बर्तमान आसतु आम मैंने प्रचार करवा भगवान कृष्ण कथा प्रचार करवा गीतार बाणी प्रचार करवा आसतु आम सहित जोग दे प्रचार करें 20 चिठी लिखी 20-22 चिठी लिखिं प्रभुपाद महाराज महात्मा गांधी कि महात्मा गांधी तार गोटे मत रिप्लाय देना कौन से गोटे चिठिर मत रिप्लाय से देना और तार परिणत स्वरूप गोटे वर्ष 1947 मसीहा अगस्ट 15 तारीख भारत स्वाधीन है 1948 मसीहा जनवरी 30 तारीख में गोटे आतताईर गोली चोटे महात्मा गांधी से प्रभुपाद डायरी लिखिं जदि आम कृष्ण चेतना प्रचार कर जदि आम सहित से रही था आज ये दुर्घटना से सम्मुखीन हो न महात्मा गांधी एत स्वार्थ त्याग इति त्याग
भारत को स्वाधीन कले कौन तार मूल्य ताको भारत देला तेणु से कहुई प्रकृत पक्षे आमर ये जो त्याग आमर ये जो दान ये सबूटा समस्ते मूल्यांकन करें से मूल्यांकन करने व्यक्ति निकट में आम जब दान त्याग करें से प्रकृत में आमर दान देवर वैशिष्ट्य रयागर वैशिष्ट्य रही कहुई श्रीमद भागवत एकादश स्कंदर कहुई देवस्य भूताप्त नृणां पितॄणां वा न किंकरणायं ऋणिचराजन सर्वात्मना जो शरणम शरण्यम गत मुकुंदम परिपूर्त करतो आम मैंने जो जगत को आसीचे ये भौतिक जगत को आसीचे माने आमे माने समस्ते होचंती ऋणी आम किसी दबाक होचे आमे माने समस्ते ऋणग्रस्त आमे समस्ते ऋणी कहार ऋणी पितामाता ऋणी पितामाता जन्म लाभ कर ऋणी शासकों पाखे ऋणी ऋषि पाखे ऋणी देवता पाखे ऋणी देवता पाखे ऋणी केमती सूर्य देवता आलोक प्रदान करुँच वायु देवता निश्वास प्रश्वास वायु से दौरान जहाँफल आम निश्वास प्रश्वास नौ निश्वास वायु चलीज ताल आम मरीजा मुहूर्त भर गोटे मुहूर्त भर आम जीवन चलीज तेणु सूर्य देवता आलोक प्रदान कर आलोक प्रदान करें अंधार दिनटा भी अंधार हो भाव जल इत्यादि भूमि आम चलुचे कर्षण करुचे चाष इत्यादि करुचे ये सब हूँ भगवान दान तेणु ये सब आम देवता प्राप्त हो भगवान प्रतिनिधि द्वारा ये सब प्रदान आम कर कौन दौर सूर्य को आम कौन दौर वायु को आम कौन दौर जल को आम कौन टैक्स दौर विद्युत आलोक द्वारा टैक्स आम दौर विद्युत आलोक व्यवहार कर टैक्स दौर किंतु एम टैक्स दौर केवे आवाहमान काल आम ये सब व्यवहार कर तेणु से आम किसी देवाई पड़ो ना आम किसी दौ तेणु ऋणग्रस्त सेमती ऋषि मान आम शास्त्र प्राप्त ये सब हूँ कृति अवदान वेद व्यास गीता भागवत इत्यादि रचना कर जहाँफल आम पाठ कर बर्तमान से शास्त्र कथा ही कहे कौन आम दूसरे ऋण आम कि भाव सुझुचे पितामाता सी आमको जन्म देती 10 मास 10 दिन पेटर धरिकी से जन्म देते आम कौन ऋण सुझुचे बुढ़ा होगा वृद्धाश्रम पठेदे आमर से घर रहा दरकार नहीं आम बर्तमान आम पुओ झील को नहीं से कहीं बुढ़ा गलापर जा तुम पैसा पत्र देकी आमको चाहिए तुम जा कौन कौट कौन रो से आम बुझे ये हूँ आम ऋणर परिश्रम से भाव में गृहपालित पशु पालू आम प्राइवेट गाई ठार क्षीर पाऊँ गोबर पाऊँ गोमूत्र पाऊँ इत्यादि से कौन आम जन्म दें गाई को बुढ़ा गलापर कौन से खाना पठे तेणु यही भाव में आम समस्त ऋणग्रस्त हो तेणु समस्त ऋणकर प्रतिदान केमी आम देपर एक पितामाता ऋण तो सुझी पार्नु अन्य ऋण आम कौन सुझे तेणु एकमात्र गोटे ऋणर परिशोध गोटे उपाय शास्त्र भागवत शास्त्र कहूँ भगवान शरणापन्न देवस्य भूताप्त नृणां पितॄणां वा न किंकर नायं ऋणिचराजन हे राजन परीक्षित महाराज काहरी ठारे आम ऋणी हवा नहीं जदि मुकुंद मुक्तिदाता गोविंदर शरणापन्न न किंकर नायं ऋणिचना राजन सर्वात्मना जो शरणम शरण्यम गतो मुकुंद परिपूर्त कर यदि मुक्तिदाता गोविंदर आम मैंने शरणापन्न होचे ताहले समस्त ऋण एका संगे परिशोध ठीक से भाव में चैतन्य महाप्रभु जो हरिनाम संकीर्तन करुले ये संकीर्तन करने द्वारा ये हूँ आत्मार कल्याण ये यार सहित शरीर किसी संपर्क ना आत्मार ये हूँ आवश्यकता आत्मार ये हूँ खाद्य आत्मार ये हूँ आंदोलन जमी आम शरीर पर आंदोलन करुचे आमर अर्थ दरकार आमर वेतन अधिक दरकार आम शरीर पर आंदोलन करुचे किंतु जो शरीरटा कार्यक्षम होती कर्मठ होती से क्या आत्मार तेणु आत्मा संपर्क में आम चिंता करूँ आत्मा संपर्क में आम धारणा ना आत्मज्ञान आम ना किंतु चैतन्य महाप्रभु आत्म किभली भाव में आत्मकल्याण आत्मार उन्नति साधन हो श्रीमद भागवत में आत्मार कथा कहुए शरीर कथा कि कहुए आत्मार प्रसन्नता विधान के हम महाप्रभु से धारा आम शिखे कि जोटा साधारण लोग कौन हो कीर्तन मूल्य कौन अच्छे जो मैंने सब अन्य निर्भर करती जो मैंने काम धंदा ना से नाम कीर्तन कर किंतु भगवान आमको हाथ गोड़ देते कम करने कर्मठ होगी आम अपना हाथ जगन्नाथ को आम हाथ गोड़ पाई कम कर परिश्रम कर ये जब भगवान तुम पारालिसिस करदे तुम शरीर थी अंग गुड़िक थी मत किसी कार्य कर रोगग्रस्त हो
ପାରାଲିସିସ୍ ହେଇଯିବ, ସବୁ ଅଥର୍ବ ହେଇଯିବ। ଅଙ୍ଗ କ'ଣ ଅଛି, ଅଙ୍ଗର ମୂଲ୍ୟ କ'ଣ ଅଛି? ତେଣୁ ଏ ଆତ୍ମାର ପ୍ରସନ୍ନତା ବିଧାନ କିଭଳି ଭାବରେ ହେବ? ଆତ୍ମାର ପ୍ରସନ୍ନତା ବିଧାନ ହେଲେ ସମସ୍ତଙ୍କର ପ୍ରସନ୍ନତା ବିଧାନ। ଆତ୍ମା ହେଉଛି ପରମାତ୍ମାଙ୍କର ଅଂଶବିଶେଷ। ମମେବାଂଶ ଜୀବ ଲୋକ ଜୀବଭୂତ ସନାତନ। ଜୀବାତ୍ମା ଶାଶ୍ୱତ ଭାବରେ ଭଗବାନଙ୍କର ଅଂଶ। ତେଣୁ ଆତ୍ମାର ପ୍ରସନ୍ନତା ବିଧାନ ହେଲେ ଆତ୍ମା ପରମାତ୍ମାଙ୍କର ସନ୍ତୋଷ ବିଧାନ କରିବ। ଆଉ ଯାହାଫଳରେ ଆମେ ଆନନ୍ଦ ପାଇବା, ଆମେ ଆନନ୍ଦ ପାଇବା ଭଗବାନ ମଧ୍ୟ ସନ୍ତୋଷ ଲାଭ କରିବେ। ସେଥିପାଇଁ ଆତ୍ମାର ପ୍ରସନ୍ନତା ଯେଉଁଟାକି ମହାପ୍ରଭୁ ସେଇ ଦୟା ପ୍ରଦର୍ଶନ କରୁଥିଲେ, ଯେଉଁଟାକି ସାଧାରଣ ଲୋକ ଜାଣିପାରିବେ। ତେଣୁ ସେଥିପାଇଁ ପ୍ରକୃତ ପକ୍ଷେ ଜୀବେ ଦୟା କହିଲେ ପ୍ରକୃତ ପକ୍ଷେ ଆତ୍ମ ସମ୍ବନ୍ଧୀ ଦୟାଟା ପ୍ରକୃତ ଦୟା। ଆମେ ଜଣକୁ ଦୟା କରୁଛେ, ଧରନ୍ତୁ ରୋଗୀକୁ ଆମେ ପଥ୍ୟଦାନ କଲେ, ରୋଗୀର ପଥ୍ୟଦାନ କଲେ ଗୋଟିଏ ରୋଗରୁ ସେ ଆରୋଗ୍ୟ ହେବ, ପୁଣି ଆଉ ଗୋଟିଏ ରୋଗ। ଏଇ ଶରୀର ହେଉଛି ରୋଗର ମନ୍ଦିର। ଯାହାକୁ ଅଛି ରୋଗକୁ ଏଇ ଶରୀର ହେଉଛି ବ୍ୟାଧିର ମନ୍ଦିର। ତେଣୁ ଗୋଟିଏ ରୋଗ ହେଲେ ପୁଣି ଆଉ ଗୋଟେ ରୋଗ, ଗୋଟିଏ ରୋଗ ଛାଡ଼ିଲେ ଆଉ ଗୋଟେ ରୋଗ ହେବ। ତେଣୁ କେତେ ରୋଗ ପାଇଁ ଆମେ ଔଷଧ ଦେଇକି ପଥ୍ୟ ଦେଇକି ଆମେ ତାକୁ ରୋଗମୁକ୍ତ କରିବା, ଆଉ ଦିନ ନା ଦିନେ ସେ ତାକୁ ମୃତ୍ୟୁବରଣ କରିବ। ସେଇଭଳି ଭାବରେ ଜଣେ ଲୋକ ଅନ୍ଧ ଲୋକ, ତାକୁ ଆମେ ଚକ୍ଷୁ ପ୍ରଦାନ କରିବା। ଅନ୍ଧ ଲୋକକୁ ଦେଖାଯାଉନି, ତାକୁ ଆମେ ଚକ୍ଷୁ ପ୍ରଦାନ କରିବା, ତାହେଲେ ଦେଖିବ ସେ। ଦେଖିଲା ପରେ କ'ଣ ଦେଖିବ ଏ ସଂସାରରେ କ'ଣ ଚାଲିଛି? ବରଂ ସେ ଅନ୍ଧ ଅଛି, ଭଲ ଅଛି, ତାକୁ ଦେଖାଯାଉନି କିଛି, ସେ ତାର ଭଲରେ ଅଛି। କିନ୍ତୁ ଯେତେବେଳେ ଚକ୍ଷୁ ପାଇବ ଦେଖିବ ସମସ୍ତେ ପାପ କର୍ମ କରୁଛନ୍ତି, ଆଉ ତାର ଚିନ୍ତାଧାରା ତ ସେଇ ପ୍ରକାର ଚିନ୍ତାଧାରା। ତେଣୁ ତାର ଚେତନା ତ ଉନ୍ନତ ଚିନ୍ତାଧାରା, ଉନ୍ନତ ଚେତନା ସେ କ'ଣ କରିବ? ଚୋରି କରିବ, ଡକାୟତ କରିବ, କେଉଁ ନାରୀକି ଦର୍ଶନ କରିବ, ଏଇ କାର୍ଯ୍ୟ ହିଁ କରିବ। ତାହେଲେ ତାର ଉପକାର କ'ଣ ହେଲା? ବରଂ ଏଟା ଅପକାର ହେଲା। ଯାହାକୁ ମହାପ୍ରଭୁଙ୍କ ଭାଷାରେ ଇଏ ହେଉଛି ମନ୍ଦ ଦୟା। ଏ ଦୟାଟା ମନ୍ଦ ଉଦୟ କରୁଛି, ଏ ପ୍ରକୃତ ଦୟା ନୁହେଁ। ଯେମିତି କଲ୍ୟାଣ ମଣ୍ଡପ ଖୋଲାଯାଇଛି, ବଡ଼ ବଡ଼ କଲ୍ୟାଣ ମଣ୍ଡପ କରାଯାଉଛି, ବିବାହର ହେଉଛି, ଏସବୁ ବଡ଼ ବଡ଼ ଫେଷ୍ଟିଭାଲ ସବୁ କରାଯାଉଛି। କିନ୍ତୁ ସେଠି କ'ଣ କରାଯାଉଛି? କଲ୍ୟାଣ ନାଁରେ ଛେଳିଙ୍କର କଟା ହେଉଛି, ଛେଳି କୁକୁଡ଼ାର ବେକ କଟା ହେଉଛି। ଏଇଟା କଲ୍ୟାଣ ନା ଅକଲ୍ୟାଣ? ତେଣୁ ଏହି ପ୍ରକାର ଦୟା ପ୍ରକୃତ ଦୟା। ପ୍ରକୃତ ଦୟା ଯେତେବେଳେ ଜୀବ ଏଠି ଦୁଃଖ ପାଉଛି, ପିତାବଗତ ଦୁଃଖ ପାଉଛି, ଦୁଃଖ କଷ୍ଟ ଭୋଗ କରୁଛି, ଆଉ ସେ ଦୁଃଖରୁ କିଭଳି ଭାବରେ ମୁକ୍ତ ହେବ, এই জন্ম মৃত্যু যারা ব্যাধি সমস্যার কিভাবে ভাবে মুক্ত হবে, ଆଉ ଭଗବାନ ସହିତ ଯେମିତି ସେ ସମ୍ପର୍କିତ ହେବ, ସେ ଦୟା ହେଉଛି ପ୍ରକୃତ ଦୟା। ଯେଉଁଟାକି ପ୍ରଭୁପାଦ ମହାରାଜ ବୁଝିପାରିଥିଲେ ଭକ୍ତି ସିଦ୍ଧାନ୍ତଙ୍କର କର୍ତ୍ତବ୍ୟ, ଏବଂ ତାହାକୁ ସେ ପ୍ରଚାର କରିବା ପାଇଁ ପରିଣତ ବୟସରେ ପାଶ୍ଚାତ୍ୟ ଜଗତରେ ଯାତ୍ରା କଲେ ଏବଂ ସମଗ୍ର ବିଶ୍ୱରେ 12 ବର୍ଷ ବୟସରେ ଏ କୃଷ୍ଣ ଚେତନାକୁ ପ୍ରଚାର କଲେ। ଯେଉଁଥିପାଇଁ ଯେଉଁ ପାଶ୍ଚାତ୍ୟ ଦେଶବାସୀ ଜୀବନରେ ସୁଖ କଷ୍ଟ ମାନେ ଦୁଃଖ କଷ୍ଟ ପାଉଥିଲେ, ନିଶାଗ୍ରସ୍ତ ହେଇକି ହାଉତା ସମୟ ଜୀବନଯାପନ କରୁଥିଲେ, ସେମାନେ ପ୍ରକୃତରେ ଶାନ୍ତି ପ୍ରାପ୍ତ ହେବେ। ସେମାନେ ପଚାରିଲେ ସେ କହିବେ ଓନ୍ଲି ଫର୍ କୃଷ୍ଣ ନାମ ଆଣ୍ଡ ମହାପ୍ରସାଦ ଆମକୁ ଜୀବନ ଦେଇଛି, ତା ନହେଲେ ଆମେ ମରିଯାଇଥାଉ। ପ୍ରକୃତରେ ପ୍ରଭୁପାଦ ମହାରାଜ କି ପ୍ରକାର ଦୟା କରିଛନ୍ତି। ତେଣୁ ପ୍ରଭୁପାଦ ମହାରାଜ ଅପ୍ରକଟ ପରେ ମଧ୍ୟ ଏହି କୃଷ୍ଣ ଚେତନା ସଂଘ ବର୍ତ୍ତମାନ ଚାରିଆଡ଼େ ପ୍ରସାର ଲାଭ କରୁଛି। କ'ଣ ବହୁତ ସଂସ୍ଥା ରହିଛି, ବହୁତ ସଂସ୍ଥାର ମୁଖ୍ୟମାନେ ଅଛନ୍ତି, ସେମାନେ ନିଜକୁ ଭଗବାନ ବୋଲି କହୁଛନ୍ତି ଏବଂ ସେମାନେ ଥିବା ଅବସ୍ଥାରେ ସଂସ୍ଥା ବହୁତ ପ୍ରସିଦ୍ଧି ଲାଭ କରୁଛି, ବହୁତ ପ୍ରସାର ଲାଭ କରୁଛି। କିନ୍ତୁ ଯେତେବେଳେ ସେ ସଂସ୍ଥାର ମୁଖ୍ୟ ଚାଲି ଯାଉଛନ୍ତି ସେତେବେଳେ ସେ ସଂସ୍ଥା ଡୁବି ଯାଉଛି। କିନ୍ତୁ ପ୍ରଭୁପାଦ ମହାରାଜ ଏଇ ମହାପ୍ରଭୁଙ୍କର ବାଣୀକୁ ପ୍ରଚାର କଲେ, ଆତ୍ମକଲ୍ୟାଣ ନିମିତ୍ତ ସମଗ୍ର ଜଗତରେ ଆତ୍ମାର କେମିତି କଲ୍ୟାଣ ହେବ ସେ ବିଷୟରେ ପ୍ରଚାର କଲେ, ଯେଉଁଥିପାଇଁ ଗୀତା ବହୁ ସଂଖ୍ୟାରେ ବିତରଣ ହେଲା, ଭଗବାନଙ୍କର ଗ୍ରନ୍ଥ ବହୁ ସଂଖ୍ୟାରେ ବିତରଣ ହେଲା ଏବଂ ପ୍ରଭୁପାଦଙ୍କ ପରେ ମଧ୍ୟ ଏ ସଂସ୍ଥା ଅଧିକ ସଂଖ୍ୟାର ପ୍ରସାର କଲା। ଏଇ କେବଳ ଆତ୍ମକଲ୍ୟାଣ, ଏଇ ଆତ୍ମାର କଲ୍ୟାଣ, ଶରୀର କଲ୍ୟାଣଟା ଖୁବ୍ କମ୍ ନେବ। ଏଇ ଶରୀର ଆଜି ଅଛି କାଲି ନଷ୍ଟ ହେବ। ଏଇ ଶରୀର ଆମେ ମନୁଷ୍ୟ ଶରୀର ପାଇଛେ, ପୁଣି ପଶୁ କିମ୍ବା ପକ୍ଷୀର ଶରୀର ପାଇବା କି କୀଟର ଶରୀର ପାଇବା। ତେଣୁ ସେତେବେଳେ କି ପ୍ରକାର ଆମେ ଦୟା କରିବା? ଆମେ ମଣିଷକୁ ଦୟା କରୁଛେ କିନ୍ତୁ କୀଟ ପଶୁ ପକ୍ଷୀକୁ ଆମେ ମାରୁଛେ, ଏ କି ପ୍ରକାର ଦୟା? ଦରିଦ୍ର ନାରାୟଣ ବୋଲି କହୁଛେ, ଛେଳି କ'ଣ ନାରାୟଣ ନୁହନ୍ତି ନା କୁକୁଡ଼ା ନାରାୟଣ ନୁହଁ? ଦରିଦ୍ର ବ୍ୟକ୍ତି କେବଳ ନାରାୟଣ, ଧନୀ ଲୋକ କେବଳ ନାରାୟଣ ନୁହଁ। ଭଗବାନ କହୁଛନ୍ତି ମୁଁ ସମସ୍ତଙ୍କର ପିତା, ମୁଁ ସମସ୍ତଙ୍କର ପିତା। ତାହେଲେ କେବଳ ମନୁଷ୍ୟର ସେ ହେଉଛନ୍ତି ପିତା, କେବଳ ଦରିଦ୍ର ଲୋକର ପିତା? ହରିଜନ ଯେଉଁମାନେ ସେ ନିଚଗ୍ରସ୍ତ ନିଚ ଜାତି ସେମାନେ ହେଉଛନ୍ତି ହରିଜନ, ଆଉ ଯେଉଁମାନେ ସାଧାରଣ ଲୋକ ସେମାନେ ହରିଜନ ନୁହନ୍ତି? ଇ କି ପ୍ରକାର ଚିନ୍ତାଧାରା? ସମସ୍ତେ ହେଉଛନ୍ତି ଭଗବାନଙ୍କର ସନ୍ତାନ, ଆଉ ସମସ୍ତେ ଭଗବାନଙ୍କୁ ଜାଣିବା ଦରକାର, ଭଗବାନଙ୍କ ସମାପନ ହେବା ଦରକାର ଏବଂ ସମସ୍ତେ ଆତ୍ମା ହିସାବରେ ଭଗବାନଙ୍କର ଅଂଶବିଶେଷ। ଏହି ଶିକ୍ଷା ପ୍ରଭୁପାଦ ମହାରାଜ ପ୍ରଚାର କଲେ, ଯାହାଫଳରେ ପ୍ରଭୁପାଦଙ୍କର ଶିକ୍ଷା ସମଗ୍ର ପୃଥିବୀରେ ପରିବ୍ୟାପ୍ତ ହେଲା। ଏଇ ଓଡ଼ିଶାରେ ଜଣେ ସାଧୁ ସେ ପ୍ରଚାର କରୁଥିଲେ ହିନ୍ଦୁ ଧର୍ମର ପ୍ରଚାର, ହିନ୍ଦୁ ଧର୍ମ ପ୍ରଚାର କରୁଥିଲେ। ହିନ୍ଦୁ ବର୍ତ୍ତମାନ ଖ୍ରୀଷ୍ଟିଆନ ମାନେ ସେମାନେ ତାଙ୍କର
तो धर्म प्रचार करके बहुत हिंदू लोक मान ख्रीस्टियान कर आमे केमती हिंदू धर्म प्रचार करें तेणु एभली हिंदू धर्म रूढ़ मैंने जहाँ कह एत दृढ़ भाव हिंदू धर्म प्रचार कले जन्माष्टमी दिन से साधु को 80टी गुड़ी मारिक मारिदेल गोटे साधु को गुड़ी मारिक मारी दिए हिंदू धर्म प्रचार कर हिंदू बोली गोटे शब्द ना हिंदूटा मुसलमान ही से हिंदू शब्दटा सिंधु सभ्यतार सिंधु नदी जो मैंने रोकते से सिंधुटा अपभ्रंश हिंदू हो कारण हिंदू मुसलमान किए सृष्टि कर आम मैंने सृष्टि कर हिंदू रक्त अलग मुसलमान रक्त कौन अलग आम हिंदू धर्म प्रचार करूँ तेणु ता मैंने कौन ख्रीस्टियान मानक गोटे गाड़ी में से रही गोटे परिवार निआं लगेदेव से परिवार पूरा पोड़ी जड़ी पूरा ध्वंस हो से परिवार ये आम हिंदू धर्म प्रचार कर भितर माने कौन आम धर्म भितर सब विवाद सृष्टि कर धर्म तो गोटे धर्म से कथा को आम प्रचार कले आम हिंदू धर्म प्रचार करें से ख्रीस्टियान कहते आम ख्रीस्टियान कहीं धर्म प्रचार न करूँ मुसलमान आम कहीं मुसलमान धर्म प्रचार न करूँ निज निज कल बहुपात ता कहूँ बहुपात कहते तुम्हें जब हिंदू ताले हिंदूर जहाँ तुम प्रिंसिपल तुम शास्त्र जो नीति दि जाए तुम हिंदू एक हिंदू भाव में तुम वेद शास्त्र गीता इत्यादि जहाँ नीति नियम प्रदर्शन पालन कर तुम्हें जब प्रकृत मुसलमान हो मुसलमान जो कुरान ग्रंथ रही से कुरान में जहाँ नीति शिक्षा रही पालन कर जदि तुम निज ख्रीस्टियान बोली कहूँ ताहले जीशुख्रीष्ट जहाँ तुमको कहते हैं पालन कर बाइबल में जहाँ लिखा है पालन किंतु वर्तमान जो हिंदू मुसलमान ख्रीस्टियान बोली कहते हैं प्रकृत पक्षे धर्म ग्रंथ को मानना जो चैतन्य महाप्रभु सहित काजींकर वार्तालाप होता जो काजी चैतन्य महाप्रभुर फलकर्तन भांगीदे भक्त मानू पिटाबाड़ा कले कहीं मुसलमान शासन समय महाप्रभु हरिनाम संकीर्तन करते नदिया जो बंगटा था मुसलमान शासकों अंडर तेणु से मुसलमान शासक कले आम राज्य में कहीं हिंदू नाम हरिनाम कहीं प्रचार हो जो मैंने फलकर्तन कीर्तन कर फलकर्तन भांगीदे तेणु काजीर लोक पठे फलकर्तन सब भांगीदे भांगीदे तो महाप्रभु शुणिले सब कथा जो फलकर्तन भांगी दिगला भक्त मान सब आहत मैंने भक्त मान सब पिटापिटी बाड़ाबाड़ी करागला से सब मैंने आहत हो गले समस्ते आसिक महाप्रभु निकट में आसिक अनुरोध कले जमी आमको काजी ता लोक पठे सब बाड़ापिटा कर तेणु महाप्रभु कहीं कौन पर से करेंगे आम बहु संख्यार यही हरिनाम संकीर्तन को बहुल भाव में प्रचार करा आम जिते संख्यार समस्त भक्त मानक संवाद बहु संख्यार लोक आसवे बहु संख्यार फलकर्तन नहीं से काजीर घर आगे प्रचार नाम संकीर्तन यही नाम संकीर्तन आंदोलन ही महाप्रभु आरंभ कर तो बहु संख्यार बहु भक्त मानक नहीं मशाल जाड़ी फलकर्तन नहीं काजी गृह में पहुँचे से काजी से रुचिला काजी देखा काजी आ दर्शन देला काजी रुचिला महाप्रभु निजे जाकि काजी को धर कहले काजी को पचारे कहले तुम्हें हूँ आम अजाकर समसामयिक तुम्हें आमर अजा सदृश आ मु तुम नाती तेणु अजा कौन नाती आसले अजा रुचि अजा से स्नेह कर तेणु मु आसला बेल तुम रुचुच ये कि प्रकार से काजी कहले कहले मु रुचार अन्य कारण अच्छे आपण मान जो भक्त मान टे अन्य आड़ पठे दिखाँ मुझे निवृत्त भाव में करी कौन पर बोले ये भक्त सब आमर लोक आगे कौन ना आगे कह तो ठीक अच्छे से काजी सहित महाप्रभुर वार्तालाप महाप्रभु कहते कहीं लुचुले कौन पर लुचुल ना मुझे तो आदेश देदेली जे फलकर्तन भांगी देव कारण मोर एटा आदेश न आदेश हूँ शासक नवाबंकर आदेश नवाबंकर अंडर जो अच्छु आम तो कार्य करूँ तेणु आदेश आम सब पठेलु आम कर्मचारी मान से फलकर्तन भांगीदे ताफल कौन है ना से दिन रात मुझे एक स्वप्न देखुची से स्वप्न किए ना जड़े मो छाती पर चढ़ मुहटा हूँ सिंह भड़ी आ शरीरटा हूँ मनुष्य जमी हिरण्यकशिपु नृसिंहदेव विधारण करते से भाव नख को देखे से मत कहते तुम्हें कहीं मोर नाम संकीर्तन को विरोध कर कौन पाई नाम संकीर्तन विरोध कर जदि परवर्ती समय नाम संकीर्तन को तुम्हें विरोध कर जमी हिरण्यकशिपु को विधारण करते से तुम छाती चिरी फाड़ी आ भूल लेकर से कार्य कर तेणु मुझे कौन विरोध कर महाप्रभु देख केमती
ଫଳ ଦେଖିଲ କେମିତି କ'ଣ ହେଲା ସଂକୀର୍ତ୍ତନ ଭଗବାନଙ୍କ ନାମ ବିରୋଧ କରିବ ଯାଅ। ତାପରେ ଆଲୋଚନା ହେଲା ମହାପ୍ରଭୁ ସହିତ ବାର୍ତ୍ତାଳାପ ହେଇଛି। କହିଲେ କହିଲେ ମୁଁ କାଜି କହିଲେ ଆପଣଙ୍କର କୋରାନରେ କ'ଣ ଲେଖା ହେଇଛି ପିତାମାତାଙ୍କୁ ମାରି ଖାଇବା ପାଇଁ? ଗାଈ ଆମକୁ କ୍ଷୀର ଦେଉଛି, ସିଏ ଆମର ମାତା, ଗୋମାତା ବୋଲି ତାଙ୍କୁ କୁହାଯାଉଛି। ମା ଯେମିତି କ୍ଷୀର ଦିଏ ଗାଈ ମଧ୍ୟ ଆମକୁ କ୍ଷୀର ଦିଏ। ଗାଈ ଆମକୁ କ୍ଷୀର ଦିଏ, ବଳଦ ଆମର ହଳ କରୁଛି, ସିଏ ଆମର ପିତା, ବଳଦ ଆମର ଶସ୍ୟ ଦାନ କରୁଛି। ପିତାମାତା ମାରି ଖାଅ ଏ କ'ଣ ଧର୍ମ? ପିତାମାତାକୁ ମାରି ଖାଅ ଏ କେଉଁ ଧର୍ମଶାସ୍ତ୍ର କୋରାନରେ ଲେଖା ଗାଇଥିବ? କୋରାନ ନାହିଁ, କୋରାନ ତାହେଲେ ତୁମେ କାହିଁ କରୁଛ? ନା ଆମର ଅଛି ସମ୍ପ୍ରଦାୟରେ ଆମେ ତାହା ମାନୁଛୁ। ଏ ପ୍ରକାର ଭାବରେ କାଜୀଙ୍କ ସହିତ ମହାପ୍ରଭୁ ତାଙ୍କୁ ସମ୍ପୂର୍ଣ୍ଣ ଭାବରେ ତାଙ୍କ ସମସ୍ତ ଯୁକ୍ତି ଖଣ୍ଡନ କଲେ ଏବଂ ଖଣ୍ଡନ କଲା ପରେ ତାପରେ କାଜୀ ସେଠୁ ମହାପ୍ରଭୁଙ୍କ ଧାରାରେ ଅନୁରୋଧ କଲେ ଏବଂ ବୈଷ୍ଣବ କହିଲେ ଆଜିଠାରୁ ମୁଁ ଆପଣଙ୍କର ବୈଷ୍ଣବ ଧାରା ଗ୍ରହଣ କରିବି ଏବଂ ବୈଷ୍ଣବ ହେବି ଏବଂ ନାମ ଉଚ୍ଚାରଣ କରିବି। ସେ କହିଲେ କହିଲେ ହେବ ନାହିଁ, ତୁମେ ଲେଖିଦିଅ, ଗୋଟେ ସନନ୍ଦ ଲେଖିଦିଅ, ତୁମେ ଗୋଟେ ପ୍ରମାଣପତ୍ର ଲେଖ ଏବଂ ତୁମର ପରିବାର ସମସ୍ତ ପରିବାର ଗ୍ରହଣ କରିବେ, ତୁମ ପରବର୍ତ୍ତୀ ପିଢ଼ି ମଧ୍ୟ ସେହାକୁ ଗ୍ରହଣ କରିବେ। ଆଉ ତାହା ହିଁ ହେଲା, କାଜୀ ବୈଷ୍ଣବ ହେଲେ ଏବଂ ସେଇ କାଜୀଙ୍କର ସମାଧି ଯେତେବେଳେ ମହାପ୍ରଭୁ ଯେତେବେଳେ କାଜୀ ମୃତ୍ୟୁବରଣ କଲେ ସେଠାରେ ମହାପ୍ରଭୁ ଯାଇକି କାଜୀକୁ ସମାଧି ଦେଇଛନ୍ତି ଏବଂ ତାପରେ ଦୁଇଟି ଗଛ ବୃକ୍ଷ ସେଠି ରୋପଣ କରୁଛନ୍ତି। ଗୋଟେ ହେଉଛି ଚମ୍ପା, ଗୋଟେ ହେଉଛି ନିମ୍ବ ଗଛ। ଯେଉଁ କାଜୀ ସମାଧି ଆମର ଅଛି ମାୟାପୁରରେ, ଆପଣମାନେ ଗଲେ ଯୋଗପୀଠ ଆଗକୁ ଗଲେ ଦେଖିବେ କାଜୀ ସମାଧି ପୀଠ। ତାପରେ ଆମର ଜଗନ୍ନାଥ ମନ୍ଦିର ପୀଠ ଅଛି। କାଜୀ ସମାଧି ପୀଠରେ ହିନ୍ଦୁ ଏବଂ ମୁସଲମାନ ସମସ୍ତ ସେଠାକୁ ଯାଉଛନ୍ତି। ଇଏ ହେଉଛି ମହାପ୍ରଭୁଙ୍କ ଧାରା। ତେଣୁ ପ୍ରକୃତ ପକ୍ଷେ ଆମେ ଯଦି ତତ୍ତ୍ୱ ନ ଜାଣିଥିବା ହେତୁ ବର୍ତ୍ତମାନ ଆମେ ସବୁ ଦ୍ୱନ୍ଦ୍ୱରେ ପଡ଼ୁଛେ। ଧର୍ମ ନାମରେ ବିବାଦ। ଯେମିତି ମହାତ୍ମା ଗାନ୍ଧୀ ଚାହୁଁଥିଲେ ଆମେ ହିନ୍ଦୁ ରାଷ୍ଟ୍ର କରିବୁ। ଆରେ ହିନ୍ଦୁ ରାଷ୍ଟ୍ର କ'ଣ କରିବ? ତୁମେ ଭଗବାନଙ୍କ ରାଷ୍ଟ୍ର ଗଢ଼, ତୁମେ କାହିଁକି ବିଭେଦ ସୃଷ୍ଟି କରୁଛ? କାରଣ ମୁସଲମାନମାନେ କହିଲେ ଆମେ କାହିଁକି ହିନ୍ଦୁ ରାଷ୍ଟ୍ର ଭିତରେ ଆମେ ସ୍ୱତନ୍ତ୍ର ରାଷ୍ଟ୍ର କରିବୁ। ବର୍ତ୍ତମାନ ତାପରେ ପୁଣି ପଞ୍ଜାବୀ ଲୋକ କହିଲେ ଆମେ ଖଲିସ୍ତାନ କରିବୁ। ଏଇଭଳି ଭାବରେ ଖ୍ରୀଷ୍ଟିଆନମାନେ କହିଲେ ଆମେ ସେଠି କାହିଁକି ରହିବୁ, ଆମେ ସେ ଅନ୍ୟ ଦୋଷ କରିବୁ। ସେମିତି ବର୍ତ୍ତମାନ ଭାଗ ବିଭାଗ ହେଇଯାଉଛି। କିନ୍ତୁ ସମଗ୍ର ବିଶ୍ୱକୁ ଯଦି ଆମେ ଏକ ରାଷ୍ଟ୍ର କରିବା, ଆମେ ସମସ୍ତେ ଭଗବାନଙ୍କ ସନ୍ତାନ ବୋଲି ନିଜକୁ ଦାବି କରାଯାଉଛି। ସମସ୍ତେ, ଏ ହିନ୍ଦୁ ହଉ କି ମୁସଲମାନ ହଉ, ଖ୍ରୀଷ୍ଟିଆନ ହଉ, ଯେ ଜୈନ ହଉ, ସମସ୍ତେ ହେଉଛି ଭଗବାନଙ୍କର ସନ୍ତାନ। ସର୍ବଜୋନି ସୁକୌନ୍ତେ ମୂର୍ତ୍ତେ ସମ୍ଭବନ୍ତେ ଦାସାଂ ବ୍ରହ୍ମ ମଜୁନି ଅହଂ ବିଜତ। ଆମେ ସମସ୍ତେ ହେଉଛୁ ଭଗବାନଙ୍କର ସନ୍ତାନ। ଆମେମାନେ ଏସବୁ ବିଭେଦ ସୃଷ୍ଟି କରୁଛୁ, ଆମେ ଏଇ ହିନ୍ଦୁ ମୁସଲମାନ ସୃଷ୍ଟି କରୁଛୁ। କିନ୍ତୁ ଭଗବାନ ଦେଖନ୍ତୁ, ଧର୍ମ ତୁ ସାକ୍ଷାତ ଭଗବତ ପ୍ରଣୀତ ନ ତୁ ଋଷୟ ନା ବିଦେବା ନ ଶୀଘ୍ର ମୁଖ୍ୟା ଅସୁର ମନୁଷ୍ୟା ଧନୁ ବିଦ୍ୟା ଚରଣ। ଧର୍ମଟା ଭଗବାନ ପ୍ରଣୟନ କରିଛନ୍ତି। କୌଣସି ଋଷି ମହର୍ଷି ବା ମନୁଷ୍ୟ ଦେବତା ଏସବୁ ଧର୍ମ ଶିଖେଇ ଶିକ୍ଷିତ ଭଗବାନ ନିଜେ ପ୍ରଣୟନ କରେ। ଆଉ ଆତ୍ମାର କଲ୍ୟାଣ ହେଉଛି ଆମର ପରମ୍ପରା। ଆତ୍ମାର ପ୍ରସନ୍ନତା ବିଧାନ ହେଉଛି ଆମର ପରମ୍ପରା। ତ ଆତ୍ମଧର୍ମ ସମସ୍ତେ ଆତ୍ମା ଏବଂ ଆତ୍ମାର ପ୍ରସନ୍ନତା ବିଧାନ ହେବ। ଆତ୍ମାର ପ୍ରସନ୍ନତା କେମିତି ବିଧାନ ହେବ? ଭଗବାନଙ୍କର ସହ ତାହା ହିଁ ଆମର